2024 ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବରେ 100% ଭାରତୀୟ ଜନତା ପାର୍ଟି ବିଜୟ ଲାଭ କରିବ ଏବଂ ଆପଣମାନେ ଦେଖୁଥିବେ ଯେଉଁ କେନ୍ଦ୍ରର ଯୋଜନା ଅଛି ଯେଉଁଭଳି ଭାବରେ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ, ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କଥା ହେଉ, ସେ ବାର୍ଦ୍ଧକ୍ୟର ଭତ୍ତା କଥା ହେଉ, ସେ ବିଭିନ୍ନ କଥା, ସେ MSP ପ୍ରାଇସ୍ ଚାଷୀମାନଙ୍କର ଉଚିତ ମୂଲ୍ୟ ଧାନ ବିକ୍ରି କଥା ହେଉ, ଏ କଥା ସବୁ ଯେଉଁଭଳି ଭାବରେ ପହଞ୍ଚିବା କଥା ସେଭଳି ଭାବରେ ପହଞ୍ଚି ପାରୁନାହିଁ। ପ୍ରଥମ କଥା ଦେଖନ୍ତୁ, ଯାହାର ଗରିବ ଲୋକର ଘର ଖଣ୍ଡେ ଦରକାର, ମୋଦିଜୀ କହିଛନ୍ତି ଯେ ଘରକୁ ସୁରକ୍ଷା ଦେବା ଆବଶ୍ୟକ, ହର ଘର ନଳ ମଧ୍ୟ କରିଛନ୍ତି, କିନ୍ତୁ ଯେଉଁଭଳି ଭାବରେ ଧନୀ ଲୋକ ଘର ଉପରେ ଘର ତିଆରି କରୁଛନ୍ତି କିନ୍ତୁ ଗରିବ ଲୋକଙ୍କୁ ଘର ଖଣ୍ଡେ ମିଳିପାରୁନାହିଁ। ଏହାପରେ ଆପଣମାନେ ଦେଖିବେ ଯେଉଁ ଦୁର୍ନୀତି ବହୁଳ ଭାବରେ ଲେଟ୍ରିନ୍ ଯୋଜନାରେ ହେଲା, ପାଇଖାନା ଯୋଜନା ହେଲା, ଆପଣ ମାନେ ଓଡ଼ିଶାର କେଉଁ ଜାଗାରେ ଏଭଳି ହେଇନଥିବ ଯେଉଁଭଳି ଭାବରେ ଲେଟ୍ରିନ୍ ଯୋଜନା ଭଟଲି ନିର୍ବାଚନ ମଣ୍ଡଳୀର ସହେଲା ବ୍ଲକ, ଅମ୍ବାମନା ବ୍ଲକ, ଭଟଲି ବ୍ଲକ ଯେଉଁଭଳି ଭାବରେ ହେଇଛି। ତୃତୀୟ ବିଷୟ ହେଲା ଯେ ଯେଉଁଭଳି ଭାବରେ ଚାଷୀ ଦୁର୍ଗତି ଆଡ଼କୁ ଗତି କରୁଛି, ଗୋଟେ ଏମାନେ ଜଳସେଚନ ପାଇଁ ପାର୍ବତୀଗିରି ଜଳ ପ୍ରକଳ୍ପ କରିଥିଲେ, ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ପାଣି ମୁନ୍ଦିଏ ଲୋକଙ୍କୁ ମିଳିପାରୁନି, ଚାଷୀକୁ ମିଳିପାରୁନି, ଚାଷୀ ସମସ୍ୟା ଯେଭଳି ଭାବରେ ରହିବା କଥା ସେଇଭଳି ଭାବରେ ରହିଛି ଏବଂ ଖାଲି ଡିନିଅ ପିଟୁଛନ୍ତି, ବିଶ୍ୱସ୍ତରରେ ଡିନିଅ ପିଟୁଛନ୍ତି। ଆଜ୍ଞା, ଆପଣ କେଉଁ ମଣ୍ଡିକୁ ଯାଆନ୍ତୁ, ଯଦି ଗୋଟିଏ ଚାଷୀ କହିଦେବ ଯେ ମୁଁ ଧାନ MSP ମୂଲ୍ୟରେ ବିକୁଛି, ତାହେଲେ ଆପଣମାନେ ଜାଣିଯିବେ ଯେ ସରକାର ଠିକ୍ ଚାଲିଛି। କେଉଁ ଜାଗାରେ ଚାଷୀ ତାର ମିନିମମ୍ ସହାୟକ ମୂଲ୍ୟ, ମିନିମମ୍ ସପୋର୍ଟ ପ୍ରାଇସ୍ ଠିକ୍ ଭାବରେ ବିକ୍ରି କରିପାରୁନାହିଁ ଏବଂ କଟନୀ ଛଟନୀ ବହୁଳ ମାତ୍ରାରେ 3 କେଜିରୁ 7 କେଜି ପର୍ଯ୍ୟନ୍ତ କଟନୀ ଛଟନୀ ହେଉଛି। ଏଠି ମିଲର୍ସ ମାନଙ୍କର ରାଜ ଚାଲିଛି ଏବଂ ସେ କଟନୀ ଛଟନୀ କଥା ହେଉ, ସେ MSP ପ୍ରାଇସ୍ କଥା ହେଉ, ସେ ଇନ୍ସୁରାନ୍ସ କଥା ହେଉ, ସେ ଧାନ ଉଠିବାର ସମସ୍ୟା, ମଣ୍ଡିର ସମସ୍ୟା ହେଉ, ଏ ସମସ୍ୟା ଲାଗାତାର ବହୁ ବର୍ଷ ଧରିକିରି ଆମର ଅଞ୍ଚଳରେ ଚାଷୀମାନଙ୍କୁ ବ୍ୟାଘାତ ଦେଇଛି, କଷ୍ଟ ଦେଇଛି। ଏହାପରେ ଆପଣମାନେ ଦେଖିବେ ବରଗଡ଼ ଜିଲ୍ଲାରେ ସବୁ କଳକାରଖାନା ବନ୍ଦ ହୋଇଗଲା, ଯେଉଁମାନେ କାମ କରୁଥିଲେ ସେମାନେ ବେକାରୀ ବସିଲେ। ବହୁ କଷ୍ଟରେ, ବହୁତ ଉଦ୍ୟମ ପରେ ଆମର ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ଶ୍ରୀ ନରେନ୍ଦ୍ର ମୋଦିଙ୍କର ତତ୍ତ୍ୱାବଧାନରେ, ଯେତେବେଳେ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମିନିଷ୍ଟର ଥିଲେ, ତାଙ୍କର ଉଦ୍ୟମ ଫଳରେ ଗୋଟେ ଇଥାନଲ ପ୍ଲାଣ୍ଟ ଆମର ବୌଲ ସିଂହାରେ ଆରମ୍ଭ ହେଲା। ନିଶ୍ଚିତ ଭାବରେ ଏ ଅଞ୍ଚଳର ଯୁବକମାନେ ରୋଜଗାର ପାଇବେ ଏବଂ ଏ ଅଞ୍ଚଳର ଲୋକଙ୍କ ପାଖଆଖ ଅଞ୍ଚଳ ଲୋକଙ୍କର ଉନ୍ନତି ମଧ୍ୟ ହେବ। ଏହା ସହିତ ଆପଣମାନେ ଦେଖୁଥିବେ ସିଧାସଳଖ ଭାବରେ ଯାହାକୁ ବିଜେଡ଼ି ହଫରେ ଉଡ଼ାଇ ଦେଉଥିଲା ଯେ କେବେ ସମ୍ଭବପର ନୁହେଁ, ତାହା ସମ୍ଭବପର କରି ଦେଖାଇଲେ। ସେଥିରେ ବି ନରେନ୍ଦ୍ର ମୋଦି, ନୀତିନ ଗଡ଼କରୀ ଏବଂ ତତ୍କାଳୀନ ଆମର ଯେ MP ଅଛନ୍ତି ମାନ୍ୟବର ସୁରେଶ ପୂଜାରୀ, ତାଙ୍କର ଚେଷ୍ଟାରେ ଯେଉଁ ଜରିମୁଲି, ଯେଉଁଟା ଆମର ଘାଟ ଅମ୍ବାମନା ଜରିମୁଲିରୁ ଯେଉଁ ଯାଇଛି ପୂଜାରୀପାଲିକୁ, ସିଧାସଳଖ ଭାବରେ ଝାରସୁଗୁଡ଼ା ଏବଂ ବରଗଡ଼ ମଧ୍ୟରେ ସିଧାସଳଖ ଯୋଡ଼ିବା ପାଇଁ ଗୋଟିଏ ବ୍ରିଜ୍ ସିଧାସଳଖ ଭାବରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଯାଇଛି। ଏହା ଏକ ବହୁତ ବଡ଼ ଉପଲବ୍ଧି। ଏହା ସାଙ୍ଗେ ସାଙ୍ଗେ ବରଗଡ଼ରୁ ଭଟଲି ରାସ୍ତା ଚୌଡ଼ିକରଣ ସିଧାସଳଖ ଭାବରେ କେନ୍ଦ୍ର ସରକାରଙ୍କ ଅବଦାନ। ଏହା ଛଡ଼ା ଆପଣମାନେ ଦେଖିବେ ଯେଉଁ କେନ୍ଦ୍ରୀୟ ଯୋଜନା ଆସୁଛି ତାକୁ ବିଜେଡ଼ି ସରକାର ଅଟକାଇବାକୁ ମଧ୍ୟ ଚେଷ୍ଟା କରୁଛି, କାର୍ଯ୍ୟ କରିବାକୁ ଦେଉନାହିଁ। ଏହି ବିଜେଡ଼ି ସରକାର ଲୋକଙ୍କର ସୁବିଧା ହେଉ ସେ କଥା ଚାହୁଁନାହାନ୍ତି। ସବୁଥିରୁ ବଡ଼